ପୁଞ୍ଜି ନିବେଶ କରିବା ପାଇଁ ଆକୃଷ୍ଟ କରିବା ପାଇଁ ଆମର ଡୋମେଷ୍ଟିକ୍ ହଉ କିମ୍ବା ଫରେନ୍ ଇନଭେଷ୍ଟମେଣ୍ଟ ହଉ ଏଇଟା ଗୋଟେ ବଡ଼ କଥା। ସବୁ ଷ୍ଟେଟ୍ ମାନେ କମ୍ପିଟିସନ୍ କରୁଛନ୍ତି ନିଜ ଭିତରେ। ତେଣୁ ଆମେ ଯାଇକିରି ବାହାରୁ ରୋଡ୍ ଶୋ କରିବା ଆବଶ୍ୟକତା ଅଛି। ତେଣୁ ସେ ଯାଇଛନ୍ତି। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ବେଳେ ମୁଁ ତ ପ୍ରଥମେ ଇଣ୍ଡଷ୍ଟ୍ରି ମିନିଷ୍ଟର ସେତେବେଳେ ଥିଲି। ବୋଧେ ଫାଷ୍ଟ ଓଡ଼ିଶା କନକ୍ଲେଭ୍ 16 ମସିହାରେ ହେଇଥିଲା। ନୂଆ ପ୍ରାଗ୍ମାଟିକ୍ ପଲିସି କରିକିରି ଷ୍ଟେଟ୍ ମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ହେଉଛି ଯେ କିଏ ଆକୃଷ୍ଟ କରିବ ଏବଂ କେଉଁ ଢାଞ୍ଚାରେ କରିବ। ତେଣୁ ଆମର 3ଟି କନକ୍ଲେଭ୍ ସରିଲାଣି 16ରେ, ତାପରେ 2 ବର୍ଷ ଏଇଟା ବାଇନିରିଆଲ୍ ଏବଂ ତାପରେ କୋଭିଡ଼ ଯୋଗୁଁ ଘୁଞ୍ଚି ଯାଇଥିଲା, ବୋଧେ 22ରେ ହେଇଥିଲା। ତେଣୁ ତାପରେ 24 ମସିହାରେ 25 ମସିହାରେ ହେବ। ତେଣୁ ସେଥିରେ ଫାଷ୍ଟରେ ଆମର ପ୍ରଥମେ ଯେହେତୁ ଓଡ଼ିଶାରେ ମାଇନ୍ସ ମିନେରାଲ ଆଉ କେମିକାଲ ସେତେବେଳେ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ସବୁ ଆସିଥିଲା, ତେଣୁ ତାକୁ ଆମର ଥର୍ସ ଦିଆଯାଇଥିଲା ମ୍ୟାନୁଫ୍ୟାକ୍ଚରିଂ ଉପରେ ଯେଉଁ ଇନଭେଷ୍ଟମେଣ୍ଟ ଆଣିବା ପାଇଁ। ସେଥିରେ 2 ଲକ୍ଷ କୋଟି ଟଙ୍କାର ପ୍ରପୋଜାଲ ମାନେ ଯେଉଁଟା କଂକ୍ରିଟାଇଜ୍ ହେଇଥିଲା, ଯେଉଁ ପ୍ରପୋଜାଲ ଯିଏ ଯାହା କହିଥିଲେ ତା ଭିତରେ ପରେ 2 ଲକ୍ଷ କୋଟି ଟଙ୍କାର ହେଇଥିଲା। ସେକେଣ୍ଡରେ ଆମର ଥର୍ସ ଦିଆଗଲା ବିସାଇଡ୍ସ ଦିସ୍ ମ୍ୟାନୁଫ୍ୟାକ୍ଚରିଂ, ତାପରେ ଆମର IT ଇଲେକ୍ଟ୍ରୋନିକ୍ସ ଏବଂ ୟା ଉପରେ ନ୍ୟୁୟର ଯେଉଁଗୁଡ଼ାକ ନ୍ୟୁଜ୍ ଅଛି ତାକୁ ଦିଆଯାଇଥିଲା। ଥାର୍ଡ଼ରେ ଇନୋଭେଟିଭ୍ ଥିଙ୍ଗସ୍ ଏରୋସ୍ପେସ୍ ଅନ୍ୟ ଉପରେ ଏବଂ ଗୋଟେ ସ୍ପେଶାଲି ଡାଉନଷ୍ଟ୍ରିମ୍ କେମିତି ଆସିବ ଏସବୁକୁ ଦିଆଯାଇଥିଲା। ତେଣୁ 2 ଲକ୍ଷ 4 ଲକ୍ଷ 10 ଲକ୍ଷ ଏମିତି 3ଟା ନବୀନ ପଟ୍ଟନାୟକ ସରକାର ବେଳେ ପ୍ରାୟ 16 ଲକ୍ଷ କୋଟି ଟଙ୍କାର ଇନଭେଷ୍ଟମେଣ୍ଟର ଯେଉଁଟାକି କଂକ୍ରିଟାଇଜ୍ ପ୍ରପୋଜାଲ ତାକୁ ଆସିଥିଲା। ଅନେକ ଲୋକ ତ ଇଣ୍ଟେନସନ୍ କରିଥିଲେ 20 ଲକ୍ଷ କୋଟିର, କିନ୍ତୁ 16 ଲକ୍ଷ ଆସିଥିଲା ଏବଂ ସେଥିରୁ ପ୍ରାୟ ପାଖାପାଖି 50% ଗ୍ରାଉଣ୍ଡେଡ୍ ହେଇଛି କିମ୍ବା ଗ୍ରାଉଣ୍ଡେଡ୍ ହେବାର ଧାରାରେ ଅଛି। ତେଣୁ ଏବେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ, ନୂଆ ମୁଖ୍ୟମନ୍ତ୍ରୀ, ଠିକ୍ ଅଛି, ଓଡ଼ିଶାକୁ ଇନଭେଷ୍ଟମେଣ୍ଟ ଆସିବ। ଇଜ୍ ଅଫ୍ ଡୁଇଂ ବିଜନେସ୍କୁ ଆହୁରି ଷ୍ଟ୍ରିମଲାଇନ୍ କରିବା ଏବଂ ଓଡ଼ିଶା କିଭଳି ପ୍ରଥମେ ଥିଲା ଇଜ୍ ଅଫ୍ ଡୁଇଂ ବିଜନେସ୍ରେ ମୁଁ ଦେଖିଲି 16 ବେଳକୁ ଆମର 14ରେ ଯେଉଁ ଡିପାର୍ଟମେଣ୍ଟରେ ଆମର ର୍ୟାଙ୍କିଂ କରେ ଏବଂ ସେତେବେଳେ ଅମିତାଭ କାନ୍ତ ସେକ୍ରେଟାରୀ ଥିଲେ, ନିର୍ମଲା ସୀତାରମଣ ଥିଲେ। ଆମେ ଫାଷ୍ଟ କନକ୍ଲେଭ୍ ବି ଆପଣଙ୍କ ମନେ ଥିବ ଏଠି ନବୀନ ଜୀଙ୍କର ସାଙ୍ଗରେ ଆମର ଅରୁଣ ଜେଟଲୀ ଏବଂ ଇଣ୍ଡିଆର ଟପ୍ ଇଣ୍ଡଷ୍ଟ୍ରିଆଲିଷ୍ଟ ଆସିଥିଲେ, ନିର୍ମଲା ସୀତାରମଣ ଆସିଥିଲେ ଏବଂ ଓଡ଼ିଶାରେ ହିଁ ପ୍ରଥମ ଯେଉଁ ଇନଭେଷ୍ଟମେଣ୍ଟର ଯେଉଁ ପ୍ରପୋଜାଲ ଗୁଡ଼ାକ ଇଜ୍ ଅଫ୍ ଡୁଇଂ ବିଜନେସ୍ କଥାଟା ତାର ୱାର୍କସପ୍ ଏଇଠି ହେଇଥିଲା। ତେଣୁ ତାଙ୍କର ଆନୁକୂଲ୍ୟ DIPP ଆନୁକୂଲ୍ୟ। ତାକୁ ଇଜ୍ ଅଫ୍ ଡୁଇଂ ବିଜନେସ୍ରେ ଲୋକ ଯେତେ ସ୍ୱଚ୍ଛନ୍ଦରେ ହେବେ ଏବଂ ଯେତେ ଯେଉଁଭଳି ଭାବରେ ତାଙ୍କୁ ଇନଭେଷ୍ଟମେଣ୍ଟର ପ୍ରପୋଜାଲ, ତାହେଲେ ଲୋକ ଆହୁରି ଅଧିକା ଆଗ୍ରହୀ ହେବେ। ଏବେ ନାରାୟଣ ମୂର୍ତ୍ତି ଇନଫୋସିସ୍ର ଯେଉଁ ପ୍ରତିଷ୍ଠାତା, ସେ କହିଛନ୍ତି ଯେ ଇଜ୍ ଅଫ୍ ଡୁଇଂ ବିଜନେସ୍ରେ ଆମର ଏଇ ଯେଉଁ ବ୍ୟୁରୋକ୍ରାସି ଏବଂ ଆମର ଯେଉଁ ଇଜ୍ ଅଫ୍ ଡୁଇଂର ଯେଉଁ ସିଷ୍ଟମ୍ ଇକୋସିଷ୍ଟମ୍ ସେଟାକୁ ଷ୍ଟ୍ରିମଲାଇନ୍ ହେଲେ ହେବା ଉଚିତ ଆହୁରି ଇଣ୍ଡିଆରେ। ସାର୍ ଇଏ ତ ସିଙ୍ଗାପୁର ଯାଉଛନ୍ତି, କିନ୍ତୁ ଯେଉଁ ପ୍ରକଳ୍ପ ଗୁଡ଼ିକ ଯେଉଁ ଶିଳ୍ପ ସଂସ୍ଥାମାନେ ଆଗ୍ରହ ଦେଖେଇକି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ସେମାନେ ତ ଫେରି ଯାଉଛନ୍ତି। ଗୋଟେ ଏନଭାରମେଣ୍ଟ ତିଆରି ହେଇପାରୁନାହିଁ। ନାଇଁ ସେଇଭଳିଆ ଗୋଟେ ଆମର ପଲିସିଜକୁ ମ୍ୟାଚ୍ କରି ଇଜ୍ ଅଫ୍ ଡୁଇଂ ବିଜନେସ୍ ତାର ତ ଗୋଟେ ଲୋକ ଦୌଡ଼ି ଦୌଡ଼ି ହାରାସ ହେଇଯିବ, ତାର ରେଭିନ୍ୟୁ ଜାଗା ପାଇବନି କି ଉପରୁ ଲ୍ୟାଣ୍ଡ ପାଇଥିବ କି ତାର ସିୱରେଜ୍ ନଥିବ, ତେଣୁ ସିଏ ଆଉ ଆଗ୍ରହୀ ହେବନି କିମ୍ବା ଲିଟିଗେସନ୍ରେ ପଡ଼ୁଥିବ। ତ ଅଲ୍ ଦିସ୍ ଥିଙ୍ଗ ଲିଗାଲ୍ ଇସ୍ୟୁଜ୍ଠୁ ନେଇକରି ତାକୁ ଦରକାର ଏବଂ ତା ସାଙ୍ଗରେ ଗୋଟେ କଣ୍ଡ୍ୟୁସିଭ୍ ଏନେବଲିଂ ଏନ୍ଭାଇରନମେଣ୍ଟରେ ହେଲେ ସେମାନେ ସ୍ୱଚ୍ଛନ୍ଦରେ କରିବ। ଆମେ ତ ଏନି ଇନଭେଷ୍ଟମେଣ୍ଟ ସ୍ୱାଗତ ଯୋଗ୍ୟ ଯଦି ଲୋକଙ୍କର ଯେଉଁଥିରେ ଆମର ଏମ୍ପ୍ଲୟମେଣ୍ଟ ଆସିବ କିମ୍ବା ଆମ ଇନଭେଷ୍ଟମେଣ୍ଟରେ ଆମ ଇକୋନୋମିକ୍ ଗ୍ରୋଥରେ GSDP କି କଣ୍ଟ୍ରିବ୍ୟୁଟ୍ କରିବ। ମୁଁ ତ କାଲି ପଢ଼ୁଥିଲି ପାରାଦୀପରେ ନା କେଉଁଠି ବୋଇତ ବନ୍ଦାଣରେ କହିଛନ୍ତି ଯେ ଆମେ ପସ୍କୋକୁ ଆଣୁଛୁ, କିଏ ମନା କରୁଛୁ? ଯେତେବେଳେ ନବୀନ ବାବୁଙ୍କ ସରକାର ବେଳେ ପସ୍କୋ ଆସୁଥିଲା ସେତେବେଳେ ସେ ବିଜେପିର ନେତାମାନେ ବି କେତେ ବିରୋଧ କରୁଥିଲେ। ଆମର ଏପରିକି କଂଗ୍ରେସ ନେତାମାନେ ବି PMO ମନିଟର କରୁଥିଲେ, ମନମୋହନ ସିଂ ସେତେବେଳେ ବି ବିରୋଧ କରୁଥିଲେ। ତେଣୁ ବିରୋଧ କରିବା ସାଇକରେ ବିରୋଧ କରାନଯାଉ, ଯେଉଁଟାକି ମିନିଂଫୁଲ୍ ଇନଭେଷ୍ଟମେଣ୍ଟ ଯେଉଁଥିରେ କି ଆମ ଏନ୍ଭାୟରମେଣ୍ଟ ପଲ୍ୟୁସନ୍ ଉପରେ ବେଶୀ କ୍ଷତିଗ୍ରସ୍ତ ହେବନି କିନ୍ତୁ ଆମର ଭ୍ୟାଲ୍ୟୁ ଆଡ଼ିସନ୍ ହେବ ଏବଂ ଆମ ଏମ୍ପ୍ଲୟେବିଲିଟି ବଢ଼ିବ, ତାକୁ ଇଜ୍ ଅଫ୍ ଡୁଇଂ ବିଜନେସ୍ରେ ଏକ ଗୋଟେ କଣ୍ଡ୍ୟୁସିଭ୍ ଏନେବଲିଂ ଏନ୍ଭାୟରମେଣ୍ଟ ବାତାବରଣ ଭିତରେ ତାକୁ ଆଗେଇ ନେବା କଥା। ଆମେ ଆଶା କରିବୁ ଯେ ଯଦି ଯାଇଛନ୍ତି ତାହେଲେ ସକ୍ସେସଫୁଲି କହିଛନ୍ତି ତ କଟକ ବାଲିଯାତ୍ରାରେ
ପୁଞ୍ଜି ନେଇକି ଆସିବେ ବୋଲି ସାଧବ କୋଭଳିଆ ଯାଇ ବାତାବରଣ ଲେଟ୍ ଅସ୍ ସି। ସାର୍ ବାତାବରଣ ସୃଷ୍ଟି ନକରି ସେ ତ ଆପଣମାନଙ୍କୁ ଦୋଷ ଦେଉଛନ୍ତି ଯେ ଆପଣ କିଛି ଇନଭେଷ୍ଟମେଣ୍ଟ ଆସିନି ବୋଲି କହୁଛନ୍ତି ଆପଣମାନଙ୍କୁ ଦୋଷଦର୍ଶୀ ହେଲେ ହେବନି, ଦୂରଦୃଷ୍ଟି ସମ୍ପନ୍ନ ହେବାକୁ ପଡ଼ିବ ଏବଂ ପ୍ରାକ୍ଟିକାଲିଟି ବାସ୍ତବିକତାକୁ ନେଇକି ବାସ୍ତବଦର୍ଶୀ ହେଇକିରି କାମ କରିବାକୁ ପଡ଼ିବ, ଖାଲି ଗପିଲେ ହେବନି।